हाय हेलो नमस्कार। भल थी समस्ते आमे ओडिया आम खाइबा भारी बढ़िया। तो चलतु आज खाइबा भारी जबरदस्त खाइबार अन्यतम आइटम टी होउछि आज माछ झोल। भाकुर माछ झोल आज माने एते थर ता बापा हारि जाउतले सेति आज ता पुओ को नै जा साथरे मु एकुडिया खाइबे। आज मैं जीतेगा खाइबा स्टार्ट करिबा। एबे देखंतु 8:55 खाइबा केते मिनिट सरुची। तो बेसी देर न करी खाइबाटा तुरंत आरंभ करिया। पाटरू बहिलानी नाळ। वीडियो रे नवा थिले सब्सक्राइब करंतु, भलो लागले लाइक करंतु एवं कमेंट करंतु। 1 2 3 स्टार्ट। आ बेसी कहिला म पाटरू नाळ बजानी। आदि बापा पुआ आउ मामा जे तुके अब मामा को खाइबा लागी भाकुर माछ को साथरे झोल खाई परिबा घरे बड़। आज भारी शीत माछ को हेइछि झोल। सांग माने आज भारी शीत देखंतु माने रंज सपटे भूली ही बसंती। तो आज भारी शीत भाकुर माछ को होइछि झोल। भाकुर माछ को गरम भात जालू म पारिबे को बार तबे हार मानिला कथा नुह ना तबे मन को कमजोर करिया कथा नुह। खाइ लो हार जी तो समस्त को ना नारी चलो आज भाकुर माछटा ଭଲ ଟେଷ୍ଟ ହେଇଛି। ଆଜି ଭଲ ଖାଇବା ନା टेस्टी खाइ ତ ତୁ ଖାଇବା ଏମିତି ସବୁ ଟେଷ୍ଟି ଖାଇବା ଭଲ ନା ନା ବାବା। मामा को तो रोके खाइबा टेस्टी खाइबा मिलिबनी उपवास आम दिन रहिया ପାଇଁ ପଡିବ ନା କଣ। मत माछ माछ खा माछ खाइ तो भाकुर लो कसी को मामा को तो प्रोसेस करिया ପାଇଁ ପଡିବ ନା ନା। आज मामा को कौन करिया ଅଛି कोन हाइलाइट करिया ଅଛି। माछ गुला आज बड़ बड़ पीस ହେଇଛି ना। पूरा खाइ खाइ जाइलो माने 4 केजी रो भाकुर माछ तो आज पेट को परिबनी दुख पेट तो जानी छी सुख भाकुर माछ रो दुख ना। मामा जी हमको हारिबार प्लानिंग ता कर अछि ला देख बापा माछ सरी बारे पित्त भी सरी तो भजता सब बढ़िया है। ଏଇଟା ହେଉଛି ଭାକୁର ମାଛ ଅନ୍ତ ଆସିଥିଲା ସେଥିରେ ସୋରିଷ ବଟା ଅଳ୍ପ ସୋରିଷ ବଟା ପିଆଜ ଆଉ କିଛି ଆଉ କିଛି ନାହିଁ? ଆଳୁ ବାଇଗଣ ଆଉ साग मैंने आपण मैंने कमेंट जनातु जो माछर पिटटा बाहर केते टेस्ट लगे କାହାକୁ ଖାଇବା ପାଇଁ ଭଲ ଲାଗେ।
ମାମାର ମାଛ ସରିଗଲା। ଆମର ବି ସରିଲା। ତମେ ମାଛ ଖାଉନ? ତମେ ମାଛ ମାଛ ଖାଉନ? ଖାଇଲେ ଆଜି 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 ଏମିତି ଜିତୁ ଜିତୁ ହାରିବାଟା ଭଲ ଲାଗିବନି ମତେ ହେଲା। ଏମିତି କଲେ ସବୁ ଖାଇଦେବେ। ଦିଅ ସାଙ୍ଗମାନେ ମୋର ସରିଗଲା ଆଗେ, ମୋର ସରିଲା ଆଗେ ନା। ତେଣୁ ମୁଁ ଜିତିଲି। ମୋର ଏବେ ସରିଲା। ନାଇଁ ସାଙ୍ଗମାନେ କହିବେ କମେଣ୍ଟରେ ଜଣାଇପାରିବେ କିଏ ଜିତିଲା ଆଜି। ଏଇଟା ଦେଖୁନ ମାଛ ନା ମାଛ କଣ୍ଟା ହାଡ଼ା। ଏଇଟା ମାଛଟା ପରା। ଓହୋ ଖାଇଗଲା ଗଲା। ହେଇପାରିବନି। ହାରିଲେ କିଏ ତମେ? ତ ସାଙ୍ଗମାନେ ଚାଲନ୍ତୁ ଆଜିର ପନିଶମେଣ୍ଟ ସେକ୍ସନ କ'ଣ ଅଛି ଜାଣିବା। ସାଙ୍ଗମାନେ ଏବେ ଆସିଗଲୁ ପନିଶମେଣ୍ଟ ସେକ୍ସନକୁ। ଆପଣମାନେ ଜାଣିଥିବେ ଯେ ମୁଁ ଜିତିଲି। ମୋର ତ ଡାଉଟ ନାହିଁ ମୁଁ ଜିତିଲି। ଡାଉଟ ଅଛି? ମୁଁ ଡାଉଟ ଅଛି। କ'ଣ ଡାଉଟ ଅଛି? ମୁଁ ଜିତିଛି ବୋଲି। ପ୍ରମାଣ କ'ଣ? ଅଛନ୍ତି ମୋବାଇଲରେ ସାଙ୍ଗମାନେ। ତ ଆପଣମାନେ କମେଣ୍ଟରେ ଜଣାନ୍ତୁ ଏଥିରେ କିଏ ଜିତିଲେ। ତ ସେଥିପାଇଁ ଆଜି ଆପଣମାନଙ୍କ ଉପରେ ଛାଡ଼ି ଦିଆଗଲା ପନିଶମେଣ୍ଟ। ତେଣୁ ମୁଁ ଯଦି ଜିତିଛି କହୁଛି, ତାଙ୍କର ଯଦି ହାରିଛନ୍ତି ତ ଗୋଟେ ପନିଶମେଣ୍ଟ ଟିକେ ହୋଇଯିବ ଅଳ୍ପ ସ୍ୱଳ୍ପ। ତ ଦିଆଗଲା ଆଜିର ପନିଶମେଣ୍ଟ ହେଉଛି ଗାଜର। ତାଙ୍କର ସ୍ୱଇଚ୍ଛା ଅନୁସାରେ ଯେତିକି ଖାଇପାରିବେ। କ'ଣ ପାଇଁ ନା ଆଜି ମୁଁ ତ ପୁରା କ୍ଲିୟର ଅଛି ମୁଁ ଜିତିଛି। ତେଣୁ ତମେ ଡାଉଟ୍ ଅଛି ତ ସେଥିପାଇଁ ଅଧା ଅଧା ରଖାଗଲା ଆଉ। ତେଣୁ ଆପଣ ଏଇ ଗାଜରଟିକୁ ଆପଣ ସ୍ୱଇଚ୍ଛାରେ ଆପଣ ଖାଇପାରିବେ, ବାଧ୍ୟ ନାହିଁ। ଠିକ୍ ଅଛି ଆପଣ ଯଦି ଯାହା ଖାଇପାରିବେ ଆପଣଙ୍କୁ କିଏ କହିବ। ଆପଣ ଗାଜର ଆଳୁ କେମିତି ଲାଗେ? ଲୁଣିଆ ଲୁଣିଆ ମତେ ଛଡେଇଲେ ବି ନାହିଁ। ଦେଖନ୍ତୁ ଅଛଡ଼ା ଖାଇଲେ ଭଲ ହେଲା। ଗାଜର ମୂଳା ଯେତେ ଅଛଡ଼ା ଖାଇଲେ ଦେହ ପାଇଁ ସେତେ ଭଲ। କାରୁ କାରୁ କରି ଖାଇବ ଗାଜର, ସବୁତିକ ଦେହରେ ଲାଗିବ। ହଉ ନେକ୍ସଟ। ତ ଆପଣମାନେ ସାଙ୍ଗମାନେ କୁହନ୍ତୁ ନେକ୍ସଟ ଯେଉଁ ହାରିବେ, ହାରିବାର ପନିଶମେଣ୍ଟଟା କ'ଣ ରଖିବା ଆପଣମାନେ ନିଶ୍ଚୟ କମେଣ୍ଟରେ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଆମେ ଏହିପରି ନେଇ ଆସିବୁ ଭଲ ଭଲ ଇଣ୍ଟରେଷ୍ଟିଂ ଭିଡ଼ିଓ। ହାରୁ ହାରୁ ଜିତିଯିବେ। ତମେ ଜଷ୍ଟ ଟିକେ ଟିକେ ଜିତି ଯାଇଥାନ୍ତା ଟିକେ। ତ ସେଇଥିପାଇଁ କହୁଛି ପୁରା ମୁଁ ପୁରା କ୍ଲିୟର। ସେ ଡାଉଟ୍ ଅଛନ୍ତି ଆଉ। ସରୁ ନାହିଁ ଗୋଟେ ଗାଜର ଟିକେ ନାଗରୁ ଖାଉଛନ୍ତି ସରୁ ନାହିଁ। ମାନେ ତମେ ଫ୍ୟୁଚରରେ କ'ଣ ଭବିଷ୍ୟତ ତମେ କ'ଣ କରିବ? ଦାନ୍ତ କାମ ଦବନି। ଦାନ୍ତ କାମ ଦେବନି। ଏବେଠୁ ବୁଢ଼ା ହେଲନି ଆଉ ଆଗକୁ କ'ଣ କଲେ, ଆଗକୁ ଗଲେ କ'ଣ ହବ? ଏତେ ବଡ଼ କଥା କହିଦେଉଛ ମତେ। ଭଲା ବଡ଼ କଥା। ଆଜିକାଲି ଯେଉଁ କଥା ନା ମାଙ୍କଡ଼ କେବେ ଜାଣିଛନ୍ତି ଖାଇଛନ୍ତି ପୁରା ଗୋଟେ ଗାଜର 5 ସେକେଣ୍ଡ ସହିତ। ମୁଁ କ'ଣ ମାଙ୍କଡ଼? ନା ମୁଁ ମାଙ୍କଡ଼ କହୁନାହିଁ, ମୁଁ ଗୋଟେ ଉଦାହରଣ ଦେଲି ଆଉ ଆପଣ ମୁଁ ଡାଇରେକ୍ଟ କିଛି ଜିନିଷ କୁହେନି। ନ କହିବି ସବୁ କୁହେ। ମୁଁ ନ କହିକି କିଛି ବି କୁହେନି। 2024 ବୋଧେ ନ ସରିପାରେ, 2025 ଆଡ଼କୁ ତ ଫାଇନାଲ ସରିଯିବ। ସରିଗଲା ଯାହା ହଉ 2024 ଜାନୁଆରୀ ମାସରେ ହିଁ ସରିଗଲା। ତ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟରେ ଜଣାଇ ପାରିବେ। ଆଜି ପାଇଁ ବିଦାୟ ନେଉଛୁ, ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ। ଜୟ ଜଗନ୍ନାଥ, ଜୟ ହିନ୍ଦ।